ମାଛ ଆଣିବାକୁ ଯିବୁ ନା କ'ଣ? ହଁ ଛାଡ଼ିଦେବି ତୋତେ ଅପେକ୍ଷା କରିବା ନାହିଁ। ମୁଁ ମୋର ଯାଉଛି ଯିବି ଆଖିଟାକୁ ଆଗ ଭଲ କିନ୍ତୁ ଦେଖେଇକି ଆଖି ଜିନିଷ ତୁ କ'ଣ କୁଆଡ଼େ ହବ ନା ଏଇ ବ୍ଲକ୍ କରିପାରିବି ନା କ'ଣ କରିପାରିବି। ଯେତିକି ତୋର ଦରକାର ତୁ ସେଠି ଚାବି ରଖିବୁ। ତୁ ଏତେ ଚାବି ରଖିକି କ'ଣ କରୁଛୁ ଏଠି? ତା ଭିତରେ କେତେଟା ଚାବି ଦରକାର ନାହିଁ ସେଟା ରଖୁଛୁ କ'ଣ? ସେଗୁଡ଼ା ସବୁ ମାତ୍ର ମୋ ପାଇଁ 2ଟା ଇଟିଲି ଟୋଟାଲ ପୋଛିଦେଲି। ଗାଡ଼ି ପୁରା ଚକ୍ ମାରୁଛି। ଜଲ୍ଦି ଜଲ୍ଦି ଜୋତା ପିନ୍ଧୁ। ତ ସାଇକେଲ ବାହାର କରେ ମୁଁ ଗାଡ଼ି ବାହାର କରିବି। ତୁ ଯାଉନୁ ସ୍କୁଲ ଗାଧେଇକି? ଆଜି କ'ଣ ଶୀତ ଦିନ? ଯା ଗାଧେଇବୁ ଯା ଗାଧେଇକି ଯା। ହାଇ ସାଙ୍ଗମାନେ ଜୟ ଜଗନ୍ନାଥ। ଆଜି ମୁଁ ଉଠିଲି ହେଇଗଲାଣି ଟାଇମ୍ 10ଟା ପାଖାପାଖି। ତ ମୁଁ ରାତିରେ ଏଡ଼ିଟ୍ କରିକି ଶୋଇଲେ ଆସିକି ମୋର ଲେଟ୍ ହେଉଛି। ନୂଆ ମୁଁ ୟୁଟ୍ୟୁବ୍ ଭିଡ଼ିଓ କରୁଛି ନା ଜାଣିପାରୁନି ଏଡ଼ିଟ୍ ଫେଡ଼ିଟ୍ କେମିତି କ'ଣ କରନ୍ତି। ୟୁଟ୍ୟୁବ୍ ଦେଖିକି ଏଡ଼ିଟ୍ କଲା ଆସିକି ଶିଖିକି କଲା ଆସିକି ଲେଟ୍ ହେଉଛି। ତ ମୁଁ ସକାଳୁ ଉଠୁ ଦେଖିଲି ଲିମା ଆଜି କହୁଛି ମୁଁ ଆଉ ଯିବି ସ୍କୁଲ ଯିବି ଗାଧେଇବିନି ଶୀତ ଲାଗୁଛି। ତାକୁ ଶୀତ ପାଗ ଭଳିଆ ଲାଗୁଛି କାରଣ 2 ଦିନ ହେଲା ଟିକେ ବର୍ଷା ହେଉଛି ତ ସେଇଥିପାଇଁ ତାକୁ କହୁଛି ଶୀତ ମୋତେ ଟିକେ ଲାଗୁଛି ମୁଁ ଗାଧେଇବିନି। ସେ ବୋଉ ତାକୁ ଜବରଦସ୍ତି ନେଇକି ତାକୁ ଲାଟ୍ରିନ୍ ଘରେ ପୁରେଇକି ସେ ଯାଇକି ଏବେ ଯାଉଛି ଗାଧେଇବାକୁ ଗଲା। ସେ ପାଗ 2 ଦିନ ହେଲା ଏମିତି ଦେଉଛି ଯେ 2 ଦିନ ହେଲା ମୁଁ ଶୋଉଛି ଉଠିଲା ପରେ ସକାଳୁ ମୋ ନାକ ପାଗ ପୁରା ବନ୍ଦ ହେଇଯାଉଛି। ପୁରା ଥଣ୍ଡା ମୋତେ ପୁରା ହେଇଯାଉଛି। ସେଥିରେ ତ ମୋ ବାପା ବୋଉ ସମସ୍ତେ ଏସି ଲଗେଇକି ଶୋଉଛନ୍ତି। ମୁଁ ଏସିରେ ଶୋଇଲେ ମାନେ ମୁଁ କ'ଣ କହିଲ ମୋ ହାତ ପୁରା ଫୁଲିକି ସକାଳୁ ଯେମିତି ଦେଖାଯାଉଛି। ଯେତେ ମୋ ରୁମ୍ରେ ମୁଁ ଆସିକି ଶୋଉଛି ସେଥିରେ ବି ମୁଁ ଏଇ ଫ୍ୟାନ୍ ଲଗେଇକି ଏଇ ଫ୍ୟାନ୍ ଉପର ଫ୍ୟାନ୍ ଖାଲି ଚଲାଉଛି। ଉପର ଫ୍ୟାନ୍ରେ ମୋ ମୁହଁ ହାତ ପୁରା ବନ୍ଦ ହେଇଯାଉଛି। ମାନେ କୁଆଡ଼େ ଯାଇଥିଲୁ? କୋଉଠିକି ମାଉସୀ ଘରଟିକି? ତୁ ହସୁଛୁ କହିନ୍ତି ସ୍କୁଲ ତୋ ପାଇଁ ସାଇକେଲ ଅଛି। ତୁ ସାଇକେଲ ନେଇକି ଯା ସ୍କୁଲ। ଯିବୁନୁ କ'ଣ ପାଇଁ? ଏ 10ମ ପାସ୍ କରିବ ଅବଶ୍ୟ କାହିଁ ଲାଗୁନି 10ମ ପାସ୍ କଲା ବେଳେ। ସ୍କୁଲ ତ ଏଠି ପାଖ ଚାଲି ଯାଉନୁ। କାହିଁକି ଯିବୁନୁ? ତାକୁ କିଏ ଛାଡ଼ିବ? ବୋଉ ଯା ତୁ ତାକୁ ଚାଲି ଯା ଛାଡ଼ିକି ଆସିବୁ ଯା। ସେ ବୋଉ କ'ଣଟା ପଢ଼ୁଛି? ଟ୍ୟୁସନ୍ କେତେବେଳେ ଯାଉଛି? ସ୍କୁଲ କେତେବେଳେ ଯାଉଛି? କେତେଟା ଟ୍ୟୁସନ୍ ଯାଉଛୁ? ତାର ଦେଖ କେତେ ବହି ପତ୍ର ସେ କ'ଣ ପଢୁଛି ତାକୁ ଜଣା। କ'ଣ ବୁଲେଟଟା ଖାଲି ତୋ ପାଇଁ ତୋତେ ନେଇ କ'ଣ ଛାଡ଼ିକି ଆସିବି ଖାଲି? କ'ଣ କହିଲୁ? ତୁ ସ୍କୁଲ ଟାଇମ୍ କେତେଟାରେ? କେତେଟା? 10:45। ହଉ ଯା ଜଲ୍ଦି ରେଡ଼ି ହବ। ମୁଁ ଯା ଗାଡ଼ି ବାହାର କରେ। ଚାଲି ମୁଁ ଗାଡ଼ି ବାହାର କରି ତାକୁ ସ୍କୁଲରୁ ଆଗ ଛାଡ଼ି ଦେଇକି ଆସେ। ନହେଲେ ସେ ସ୍କୁଲ ନ ଗଲେ ନା ଫେଲ୍ କ'ଣ ରୋଷେଇ କରୁଛୁ ମୁଁ ଖାଇବି କହିଲୁ? ସକାଳୁ ମୋତେ ଭୋକ ଲାଗିଲାଣି ଜୋରେ। ତୁ ଫୁଲେଇ ହେଇକି କହ ଭିଡ଼ିଓ ଆଗରେ ଖାଲି। ମୁଁ ଚାବି ନେଇକି ଯାଉଛି ଗାଡ଼ି ବାହାର କରି ତାକୁ ନେଇକି ଛାଡ଼ିକି ଆସେ। ସକାଳୁ ବାପା ଏଠି ଇଟିଲି ତରକାରୀ ଧରିକି ଆସି ରଖିଛନ୍ତି। ଆଉ ରୁଟି କ'ଣ ମୁଁ ଖାଇବି? ମୁଁ ବାହାରକୁ ଆସିଲି। ପାଗ ଯେମିତି ଦେଉଛି ଆଉ ଖରା ହେବନି ଆଉ ବୋଧେ। ଏମିତି ବର୍ଷା ଆଜି ଦିନ ଆଗ ହେବ ଯେଉଁ ଭଳିଆ ପାଗ ଦେଇଛି। ମୁଁ ଗାଡ଼ି ଭିତରେ ରହୁଛି ତାକୁ ବାହାର କରିକି ଉଠେଇକି ବାହାରକୁ ବାହାର କଲେ ଯେଉଁ କଷ୍ଟ। ତ ବାହାରେ ରଖିଲା ଆମର ଏଇ କଲୋନୀରୁ 3-4ଟା ଗାଡ଼ି ଚୋରି ହେଲାଣି। ଆଉ ବୁଲେଟ୍ ତ ଆରାମସେ ଚୋରି ହେଇଯିବ। ସ୍କୁଟି ହେରିକା ତ ମାନେ ସେ ଟିକେ କଷ୍ଟ ହେବ ଚୋରି କଲା ଆସିକି। ବୁଲେଟ୍ର ବାହାରେ ରହୁଛି ତାର ଫାର ହେରିକା ହାଣ୍ଡେଲ୍ ତଳେ ସେ ସାଙ୍ଗେ ଚୋରି ହେଇଯିବ। ସ୍କୁଟିରେ ବି ଚାବି ପୁରେଇଲେ କେତେ ଜଣ ମାନେ ମୋତେ ଲାଗୁଛି ସ୍କୁଟି ଭିତରେ ବି ଚାବି ପୁରେଇକି ଏମିତି ଏପଟ ସେପଟ କରିଛନ୍ତି। ମୋ ସ୍କୁଟି ଚାବି ପୁରେଇଲେ ମୋତେ ଲାଗୁନି ଏଠି ମୋ ନିଜ ଚାବି ବୋଲି। ମାନେ ପୁରା ଟାଇଟ୍ ହେଉଛି ପୁରା ଚାବିଟା। ମୋ ସ୍କୁଟି ବି ଚୋରି ହେବା ଉପରେ କେତେଥର ବୋଧେ ଲକ୍ଷ୍ୟ କଲେଣି। ଚାବି ପୁରେଇନି ବୋଧେ ନୂଆ ଗାଡ଼ିଟା ମୋର ସ୍କୁଟିଟା ସେଥିପାଇଁ ଖୋଲୁନି ଯାଇପାରୁନି। ଆଉ ବୁଲେଟ୍ ମୁଁ କ'ଣ ଟିକେ ଯାହା ଯୁଆଡ଼େ ଯାଉଛି ଆସୁଛି ସାଙ୍ଗେ ବାହାର ରଖି ସାଙ୍ଗେ ଗେଟ୍ ଭିତରେ ପୁରେଇ ଦେଉଛି। ନା ମୋ ବୁଲେଟ୍ ବି କେଉଁ ଦିନରୁ ଯାଆନ୍ତାଣି। ତୁ ଆସିଲୁ ବାହାରିଲୁ? ଜଲ୍ଦି ଜୋତା ପିନ୍ଧୁ। ତ ସାଇକେଲ ବାହାର କରେ ମୁଁ ଗାଡ଼ି ବାହାର କରିବି। ଯାଉ ଲିମାଙ୍କର ସ୍କୁଲ ଏଇଟା। ତାର ଆଗରୁ ସକାଳୁ ଥିଲା ତାର ଏବେ ହେଇଯାଇଛି 10ଟା ବେଳ ଟାଇମ୍। ଲିମାକୁ ଏବେ ସ୍କୁଲ ଛାଡ଼ିକି ଆସିଲି। କପଡ଼ା ମୋର ଏଠି ରଖାଇଥିଲି ସାଇକେଲ ଉପରେ।
ଗାଡ଼ି ନ ପୋଛିଲେ ଟିକେ ଭଲ ଲାଗେନି। ମୋ ବାପା ତ ଡେଲି ପୋଛନ୍ତି। ମୋ ଗାଡ଼ି କେମିତି ଦେଖାଯାଉଛି? ମୋ ଗାଡ଼ି ମୁଁ ବହୁତ କମ୍ ଚଲାଏ। କେତେବେଳେ କେମିତି ମୋର ସ୍କୁଟି ଅଛି, ମୁଁ ସ୍କୁଟିଟାକୁ ସଦାବେଳେ ଯୁଆଡ଼େ ଗଲେ ସ୍କୁଟି ନେଇକି ଯାଏ। ବୁଲେଟ୍ ଗୋଟେ ଜିନିଷ ହଇରାଣ, ହେଲମେଟ୍ଟା କ'ଣ କହିଲ ହାତରେ ଧରିକି ନେଇକି ଯିବ, ହାତରେ ଧରିକି ଆସିବ। ସ୍କୁଟି କ'ଣ ହେଲମେଟ୍ ଗୋଟେ ଦରକାର ନାହିଁ, ଡିକି ଭିତରେ ପୁରେଇ ଦେଲ। ତେଣୁ ବୁଲେଟ୍ ବହୁତ ଟିକେ କମ୍ ମୁଁ ଚଲାଏ। ଏବେ ଟୋଟାଲ୍ ପୋଛିଦେଲି, ଗାଡ଼ି ପୁରା ଚକ୍ ମାରୁଛି। ତ ଏଇ ଚେନ୍ ପକେଟ୍ଟା ମୋର ଗଲାଣି ନଷ୍ଟ ହେଇ, ଆଇଲା ଦିନ ଗୋଟେ ଗାଡ଼ି ଚେନ୍ ପକେଟ୍ ପକେଇନି, ସବୁ ଛିଟକା ପଡ଼ୁଛି। ଚେନ୍ ପକେଟ୍ଟା ପକେଇବା, ଏଇ ଭିତରେ ଇଞ୍ଜିନ୍ ଅଏଲ୍ଟା ଚେଞ୍ଜ କରିବା, ଚେନ୍ ପକେଟ୍ଟା ପକେଇବା। ଲସ୍ ତା ସାଇକେଲ ଚାବି ଲାଗିଛି, ସାଇକେଲ ଚାବି ପକେଇ ଯିବା କଥା କି ନାହିଁ? ସାଇକେଲ ଚାବି ତାର ପଡ଼ିବନି କେବେ। ବୋଉ ମୁଁ ବ୍ରସ୍ କରିନି, ବ୍ରସ୍ କରୁଛି ହେଲା, ଖାଇବା ବାଡ଼େ ଜଲ୍ଦି ଠାକୁର ପୂଜା କରିକି। ତୁ ଠାକୁର ଜିନିଷ ଆଣେ ସେଇଠୁ, ମୁଁ ବ୍ରସ୍ କରିବି। ତ ଭୋକ ଲାଗିଲାଣି ଜୋରରେ, ଆଣେ ଠାକୁର ଜିନିଷ, ବ୍ରସ୍ କରିବି ଜଲ୍ଦି। ବ୍ରସ୍ କରିବାକୁ ଗଲା ଆସିକି ବୋଉ ଏଠି ରଖିଛି ଠାକୁର ଜିନିଷ ବେସିଙ୍ଗରେ, ସେ ନେଲା ପରେ ମୁଁ ବ୍ରସ୍ କରିବି। ତ ମୋର ଆଗ ସବୁ ଯେତିକି ଭିଡ଼ିଓ ମୁଁ ବନେଇଛି, ଯେତିକି ମୁଁ ପୋଷ୍ଟ କରିଛି, ଆପଣଙ୍କୁ କେମିତି ଲାଗୁଛି? ଯଦି ଭଲ ଲାଗୁଥିବ ତ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ କରିବେ। ତ ଟିକେ ସପୋର୍ଟ ଦିଅନ୍ତୁ ମୋତେ, ମୁଁ ଏଇଭଳିଆ ଭିଡ଼ିଓ ଟିକେ ବନାଏ। ତ ଆପଣମାନେ ମୋ ଭିଡ଼ିଓ ଦେଖୁଥିବାରୁ ଦିଲ୍ସେ ଧନ୍ୟବାଦ। କ'ଣ କହିଲୁ? ତୁ କ'ଣ ଗାଈ ପକଉଛୁ? କ୍ୟାମେରା ଆଗକୁ ଆସିଲେ କିଛି କହୁନୁ। ତୁ ଯାଉଛୁ ରେ ସେଠି ଭୁଲିକି ଆମର ଘଣ୍ଟି, ତାପରେ ଗ୍ଲାସ୍ ଭୁଲି ଯାଉଛୁ। ଆଉ ମୁଁ ବ୍ରସ୍ କରୁଛି ଏବେ ହେଲା। ମୋ ବ୍ରସ୍ ଏଇଠି, ମୋ ବ୍ରସ୍ ପାତିଆ ଏଇଠି, କୋଲଗେଟ୍। ଚାଲ ବ୍ରସ୍ କରିବା। ମୋ ବ୍ରସ୍ କରିବା ସଇଲା। ବୋଉ ବାହାରେ ଖାଇବି ଜଲ୍ଦି, ଭୋକ ଲାଗିଲାଣି ଜୋରେ। ନା ମୁଁ ଖାଇଦେଉଛି ବାଡ଼ିକି ନିଜେ। ମାତ୍ର ମୋ ପାଇଁ 2ଟା ଇଟିଲି, ରୁଟି ସକାଳୁ କିଏ ଖାଇବ ବା? ତୁ ପ୍ଲେଟ୍ ଏରା ସବୁ ଧୁଆଧୁଇ କରି ରଖା ହେଇଛି ନା ଧୋଇବି? ଆଉ ଥରେ ଧୋଇଦେବି? ଆସି ଦିନ 11ଟା ଟାଇମ୍ ହେଲାଣି, ମୁଁ ଏତେବେଳେ ମୁଁ ଖାଇନି। ତୋର ବି ଏତେବେଳେ ଠାକୁର ପୂଜା ସରିନି, 11ଟା ଆସି ଠାକୁର ପୂଜା କରୁଛୁ। କିଛି ଲେଟ୍ ନ କରିକି ଆଗ ମୁଁ ଖାଇଦିଏ, ଖାଇସାରିଲା ପରେ ଯାହା ତାପରେ ବ୍ଲଗ୍ ଭିଡ଼ିଓ ବନେଇକି କ'ଣ କରିବା ଭାବିବା। ମୁଁ ଖାଇସାରେ। ଏଟା ତ କାହିଁ ଭାଙ୍ଗୁଛୁ? ସେଟା ମୋ ପୁଅ ପିଲାଙ୍କର ଚାଲିବ, ସେମିତି ଆମର ପଡ଼ିକି ରହିବ ସବୁ ଜିନିଷ। ଆଉ ସେ ଲିମା ଆସିଲେ ଲିମା ଭାଙ୍ଗିଥାନ୍ତା। ଆଉ ତା ଯେଉଁ ନେଇକି ସ୍କୁଲ ଛାଡ଼ୁଛି, ସିଏ ମୋ କାମ କରିବନି? ସିଏ ବୋଉ କ'ଣ କହୁଥିଲୁ, ଯେଉଁ ଲିସି କ'ଣ କହୁଥିଲା? ହଁ ମୁଁ ଗଲା ବେଳକୁ ମତେ ଲିସି କହୁଛି, ଆଣ୍ଟି ଗୋଟେ କଥା ଜାଣିଛ? କ'ଣ? ମୁଁ କହିଲି କ'ଣଟେ? 2 ଜଣ ଯାକ କହୁଛନ୍ତି ଭୋଜି କରିବେ। ଆଉ ମୁଁ କହିଲି କ'ଣ ଭୋଜି କରିବେ? ନା ମ୍ୟାଗି ଆଉ ଚାଉମିନ ଭୋଜି କରିବା, ଆମ ସାଙ୍ଗମାନଙ୍କୁ ଡାକିବା। ଇଏ ଠିକରେ କଥାଟାକୁ ଶୁଣିନି, କହୁଛି ଆଣ୍ଟି ଆଉ ସେ ନୁହଁ, ଗୋଟେ ପୁଅ ପିଲାକୁ ଡାକିକି ଭୋଜି କରିବେ, ମତେ କହୁଛନ୍ତି ମିଶେଇବେ ନାହିଁ। ଆଉ ଥରେ ଏଇଠି ଏବେ ବର୍ଷା ପକେଇବା ଷ୍ଟାର୍ଟ ହେଲାଣି। ଛାତ ଉପରେ କ'ଣ ଶୁଖିଛି, ବୋଉ କ'ଣ ନାହିଁ, ସିଏ ତଳେ ବଇଛି, ଆଉ ତାର ମନେ ନାହିଁ ମୁଁ ଦେଖେ କ'ଣ ଶୁଖିଯାଇଛି। ନହେଲେ ସବୁ ଓଦା ହେଇଯିବ, କାଲି ଭଳିଆ ସବୁ ଓଦା ହେଇଯାଇଥିଲା ଆମର। ନାଇଁ ଆଜି ଆମର ଆଉ କିଛି ଶୁଖିନି। ବର୍ଷା ଦିନେ କ'ଣ ଆଉ ସଫା କରିବେ? ମୋ ବୋଉ ଆଉ ସଫା କରୁନି ବର୍ଷା ଦିନ, ଶୁଖୁନି, ସବୁ ଓଦା ହେଇକି ଚେୟାର ଉପରେ ତଳେ ପଡ଼ିଛି, ସଫାସଫି ନାହିଁ। ଏଇଠି ବର୍ଷା ଆଉଥରେ ହେଲାଣି। ଫୁଲ ଗଛ ଆଣିଥିଲି, ସେ ତଳୁ ଉପରକୁ ଆଣିଲା ଆସିକି 2 ତାଲା ଉପରକୁ, ମୋ ଆଖିରେ କ'ଣ ବାଜିଗଲା। ସେଇଥିପାଇଁ ଦେଖ ଏଇଟା ଗୋଲାପ ଗଛ, ଗୋଲାପ ଫୁଟିଲାଣି। ଗୋଲାପ ଗଛ, ଇଏ ଗୋଟେ ହେଉଛି ମନ୍ଦାର ଗଛ ମୁଁ ଆଣିଥିଲି, 2ଟା ଗଛ। ସେ ଗୋଟେ ଆଣ୍ଟି ସେପଟେ ରହୁଥିଲେ, ସେ ଘର ଛାଡ଼ିଲେ ତ ତାଙ୍କର, ଆଉ ସେ ଗଛ ନେଇକି ଗଲେନି। ସେ କହିଲେ ନେଇଯିବୁ। ମୁଁ ଧରିକି ଯେଉଁ ଆସିଲି ଏତେଟା, ଆଖିରେ ମୋର ବାଜିଗଲା, ପତ୍ର କ'ଣ ବାଜିଗଲା, ପୋକ ଲାଗିଥିଲା ବୋଧେ, କୁଣ୍ଡେଇ ହେଇକି ଫଳିଗଲା। ଆଖି ମୋର ପୁରା ବଡ଼ ହେଇକି ପୁରା ଫୁଲିଗଲା। ଆଉ
ଗୋଲାପ ଫୁଲ ପୁରା ମସ୍ତ ଫୁଲ, ଛୋଟ ଗୋଲାପ ଇଏ। ମୁଁ ଯାଉଛି ଏବେ ହାଇଟେକ୍ ଯିବି, ମୋ ଆଖିଟା ଦେଖେଇକି ଆସେ। ଆଖି ଅବାଗିଆ ଲାଗିଲାଣି, କାରଣ ମୁଁ ଯେଉଁଠୁ ମେଡ଼ିସିନ ଖାଉଛି 2 ଦିନ ଖଣ୍ଡେ ଖାଇସାରିଲା ପରେ ଆଖି ଯୋଗାକୁ ସେ ମାନେ ଟିକେ ଟିକେ ଏଠି ଅବାଗିଆ ଲାଗିଲାଣି। ଫୁଲି ଫାଲି ଯିବ କି କ'ଣ ହେବ, ମୁଁ ଆଉ ମାନେ ଲେଟ୍ କରିବାର ନାହିଁ। ମୁଁ ଯାଉଛି 2 ଦିନ ପରେ, ସେ କହିଥିଲା ମେଡ଼ିସିନ ଖାଇକି ଆସିବ ଦେଖିବାକୁ। ମୁଁ ଯାଉଛି 2 ଦିନ ହେଇଗଲାଣି। କାଲି ଆକ୍ଚୁଆଲି ଯିବା କଥା, କାଲି ନ ଯାଇକି ମୁଁ କାଲି ଯିବା କଥା। କାଲି କ'ଣ ବାପାଙ୍କର କାମ ପଡ଼ିଲା, କହିଲେ ପହରଦିନ ଯିବା ବୋଲି, ଆଜି ଯିବା କଥା। ଆଜି ଏଇଠି ବାପା ସକାଳୁ ସକାଳୁ କୁଆଡ଼େ ଯାଇଛନ୍ତି ଏଠି, ତ ମୁଁ ଆଉ ଅପେକ୍ଷା କରେ ନାହିଁ। ମୁଁ ମୋର ଯାଉଛି ଯିବି, ଆଖିଟାକୁ ଆଗ ଭଲ କିନ୍ତୁ ଦେଖେଇକି ଆସେ। ଆଖି ଜିନିଷ ଯଦି କ'ଣ କୁଆଡ଼େ ହେବ ନା, ଏଇ ବ୍ଲଗ୍ କରିପାରିବି ନା କ'ଣ କରିପାରିବି, ଲାଷ୍ଟକୁ ଅନ୍ଧ ହେଇକି ନହେଲେ ବୁଲିବି। ବୋଉ ମୁଁ ଯାଉଛି ହେଲା, ସାଙ୍ଗେ ସାଙ୍ଗେ ବାହାରିକି ମୁଁ ଚାଲିଲି। ମୁଁ ରେଡ଼ି ହେଇଗଲି ପୁରା, ଚାଲିଲି ହାଇଟେକ୍ ଯାଉ ଯିବି, ଆଖିଟା ଦେଖେଇକି ଆସେ। ମୁଁ କ'ଣ କହୁଥିଲୁ ବୋଉ, ତୁ ଗଲା ଆସିକି ମାଛ ଆଣିବାକୁ ଯିବୁ ନା କ'ଣ? ହଁ ଛାଡ଼ିଦେବି ତୋତେ, ହଉ ଚାଲେ। ଚାବି ଯେତିକି ତୋର ଦରକାର ତୁ ସେଠି ଚାବି ରଖିବୁ। ତୁ ଏତେ ଚାବି ରଖିକି କ'ଣ କରୁଛୁ ଏଇଠି? ତା ଭିତରେ କେତେଟା ଚାବି ଦରକାର ନାହିଁ, ସେଟା ରଖୁଛୁ କ'ଣ? ସେଟା ସବୁ ବାହାର କରିକି ଫିଙ୍ଗି ଦେ। ବର୍ଷା ପକଉଛି, କ'ଣ କରିବା? ଛତା ନେଇକି ଯିବୁ। ତୁ ଛତା ନେଇଗଲେ ମୁଁ କେମିତି ଯିବି? ସେ ନାହିଁ ଘରେ। ଲିସି ସ୍କୁଲରୁ ଆସିଲାଣି? କୁଆଡ଼େ ଯାଇଛି? ହଉ, ଆଉ ତୁ ଯା, ମୁଁ ଆଉ କ'ଣ କରିବି? ବର୍ଷା ଛାଡ଼ିଲେ ମୁଁ ଯିବି। ଆଉ ବର୍ଷା ଏବେ ଛାଡ଼ିବନି। ଏଠିକି ଆସିକି ପହଞ୍ଚିଗଲି ଗାଡ଼ି ପାର୍କିଂରେ। ଗାଡ଼ି ପାର୍କିଂ କରିକି ଏବେ ଯାଉଛି। ଆଗ ମୁଁ ଦେଖେଇ ଦିଏ, 2 ଦିନ କହିଥିଲେ 3 ଦିନ ହେଲାଣି ଆଖି ଦେଖେଇବାର। କ'ଣ ନାହିଁ କ'ଣ କହିବେ, ଏବେ ଯାଏ ମୋ ଆଖିଟା ଜଲ୍ଦି ଦେଖେଇ ଦିଏ। ଏଇ ମେଡ଼ିକାଲ ଆସିକି ବହୁତ ମନ ଦୁଃଖ। ସେ ଏଇଠି ଲେଖାଲେଖି କରିକି ଦେଇଛନ୍ତି, ମୋର ପାୱାର ବାହାରିଲା। ପାୱାର ମାନେ ଚଷମା ୟୁଜ୍ କରିବି। କେମିତି କ'ଣ, ମୁଁ ଯେଉଁ ଜିନିଷକୁ ଡରୁଥିଲି ଚଷମା ପିନ୍ଧିବିନି ବୋଲି, ସେଇ ଜିନିଷ କହିଲେ ଚଷମା ୟୁଜ୍ କର, ତୁମର ପାୱାର ଅଛି। ତ ଆଖିରେ କ'ଣ ବାଜିଲା, ସେ ଟେଷ୍ଟ କଲି, ସେ କହୁଛନ୍ତି ପାୱାର। ଆଉ କ'ଣ କରିବା, ବାଧ୍ୟ ଲଗେଇବାକୁ ଚଷମା, ନ ଲଗେଇଲେ ବି ହେବନି। ମୋ ଆଖିକି ବି ଟିକେ ଅବାଗିଆ ଦେଖାଯାଉଛି। ମୋବାଇଲ ଚିପିଲା ବେଳେ ଲଗେଇବା, ତାପରେ ଦେଖିବା କ'ଣ କରିବା। ସଦାବେଳେ ଲଗେଇବା ନ ଲଗେଇବା କଥା ଭାବିବା ତାପରେ। ଆଉ ତ ମୁଁ ଏବେ ଆସିକି ଘରେ ପହଞ୍ଚିଗଲି। ତ ମେଡ଼ିକାଲରେ ଯାହା ହେଲା ଛାଡ଼, ସେ ତ କହିଲେ ଚଷମା ୟୁଜ୍ କରିବାକୁ। ତ ଆଉ ମନ ମୋର ଆଉ ଭଲ ଲାଗୁନି ଚଷମା କଥା ଶୁଣିକି। ତ ଆଜି ପାଇଁ ଏତିକି ମୋର ବ୍ଲଗ୍। ତ ବ୍ଲଗ୍ ଭଲ ଲାଗିଥିଲେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବେ। ତ କାଲି ଗୋଟେ ନୂଆ ବ୍ୟୁଟିଫୁଲ୍ ବ୍ଲଗ୍ରେ ଦେଖା ହେବ। ତାହେଲେ ରହିଲି, ଟିଲ୍ ଦେନ୍ ବାଏ ବାଏ। ୟଙ୍ଗଷ୍ଟର ସୌମ୍ୟ ବ୍ଲଗ୍।